ସମସ୍ତ ଗୁରୁ ଭାଇ ଓ ମା ମାନଙ୍କୁ ରାଓ ପ୍ରୀତି ଜୟଗୁରୁ ଜଣାଉଛି। ଶ୍ରୀ ଶ୍ରୀ ଠାକୁରଙ୍କର ଜଣେ ଭକ୍ତ ଥିଲେ। ସେ ଭକ୍ତ ଜଣକ ଠାକୁରଙ୍କ ଦୀକ୍ଷା ନେଇଥିଲେ, କିନ୍ତୁ ଇଷ୍ଟବୃତ୍ତି ସେ କରୁନଥିଲେ। ଶ୍ରୀ ଶ୍ରୀ ଠାକୁର ତାଙ୍କୁ ଥରେ ପଚାରିଲେ, ତୁ ତ ଦୀକ୍ଷା ନେଇଛୁ, ଇଷ୍ଟବୃତ୍ତି କର। ସେ ଭକ୍ତ ହେଉଛନ୍ତି ସାଉଁତାଳି ଲୋକ। ସେ ଭକ୍ତ କହିଲା, ବାବା ମୁଁ କ'ଣ ଦେଇ ଇଷ୍ଟବୃତ୍ତି କରିବି? ମୁଁ ଯେତିକ ରୋଜଗାର କରୁଛି ମୋତେ ନିଅଣ୍ଟ, କିଛି ବି ବଳେ ନାହିଁ ପଇସା, କ'ଣ ଦେଇ ମୁଁ ଇଷ୍ଟବୃତ୍ତି କରିବି? ଶ୍ରୀ ଠାକୁର କହିଲେ, ଶୁଣୁ ତତେ ଗୋଟେ କଥା କହୁଛି, ଟଙ୍କା ପଇସା ନଥିଲେ କ'ଣ ହେଲା, ପ୍ରତ୍ୟେକ ଦିନ କିଛି ତ ତମେ ରୋଷେଇ କରି ଖାଉଥିବ, ଘରେ ଚୁଲି ତ ଜଳୁଥିବ। ତେଣୁ ପ୍ରତିଦିନ ସକାଳୁ ଉଠି ଚୁଲିରେ ଯେଉଁ ପାଉଁଶ ଅଛି ତାକୁ ଦେଇ ଇଷ୍ଟବୃତ୍ତି କର, ଆଉ ମାସ ପୁରିଲେ ମୋ ପାଖକୁ ନେଇ ଆସ। ଶ୍ରୀ ଶ୍ରୀ ଠାକୁରଙ୍କ କଥା ଶୁଣି ସାଉଁତାଳି ଭକ୍ତଟି ଖୁବ୍ ଖୁସି ହେଲା ଏବଂ ଘରକୁ ଫେରି ତାର ସ୍ତ୍ରୀକୁ କହିଲା, ଠାକୁର କହିଛନ୍ତି ଟଙ୍କା ପଇସା ନଥିଲେ କ'ଣ ହେଲା, ପ୍ରତିଦିନ ଭୋରୁ ଉଠି ଚୁଲିରେ ଯେଉଁ ପାଉଁଶ ଅଛି ସେ ପାଉଁଶକୁ ଦେଇ ଇଷ୍ଟବୃତ୍ତି କରିବେ। ଚୁଲିରେ ଯେଉଁ ପାଉଁଶ ଅଛି ପ୍ରତିଦିନ ସେଇଆ ହିଁ କଲା। ଠାକୁର ଯେମିତି ହିଁ କହିଥିଲେ ସେ ଚୁଲିରୁ ପାଉଁଶ ଦେଇ ସେ ଇଷ୍ଟବୃତ୍ତି ଆରମ୍ଭ କରିଦେଲା। ଯେତେବେଳେ 30 ଦିନ ହେଲା, ମାସ ପୁରିଗଲା, ତାପରେ ସେ ଭାବିଲା ମନେ ମନେ ଠାକୁରଙ୍କୁ କେମିତି ପାଉଁଶ ଦେଇ ଇଷ୍ଟବୃତ୍ତି କରିବ। ସମସ୍ତେ ଟଙ୍କା ପଇସା କେତେ କ'ଣ ଦେଉଛନ୍ତି, କେମିତି ସେ ପାଉଁଶ ନେଇକି ଯିବ, ତା ମୁଣ୍ଡରେ ଚିନ୍ତା ପଶିଲା। ତାପରେ ସେ ଠାକୁରଙ୍କ ପାଖକୁ ଯାଇ କାନ୍ଦିଲା, କହିଲା, ଠାକୁର ତୁମେ ଯାହା ବି କହିଥିଲେ ମୁଁ ସେୟା ହିଁ କରିଛି। ପ୍ରତିଦିନ ପାଉଁଶ ଦେଇ ଇଷ୍ଟବୃତ୍ତି କରିଥିବାରୁ ଗୁଡ଼ାଏ ପାଉଁଶ ହୋଇଯାଇଛି, ହେଲେ କେମିତି ବା ଆଣିବି? ଲୋକେ କ'ଣ କହିବେ? ଲୋକେ ମୋତେ ନିନ୍ଦା କରିବେ, କିଏ କ'ଣ କହିବ, ସେଥିପାଇଁ ମୁଁ ସେ ପାଉଁଶକୁ ଆଣି ନାହିଁ। ଶ୍ରୀ ଠାକୁର କହିଲେ, ତୁ ନ ଆଣିଛୁ ଭଲ କରିଛୁ, ଆଉ ତୁମେମାନେ ଯେଉଁଠି ରହୁଛ ସେଠାରେ କିଛି ଖାଲି ଜାଗା ଅଛି କି? ଭକ୍ତ କହିଲା, ହଁ ଠାକୁର ଖାଲି ଜାଗା ଅଛି। ଶ୍ରୀ ଠାକୁର କହିଲେ, ତାହେଲେ ସେଇ ଖାଲି ଜାଗାରେ ମାଣସାରୁର ଚାରା ଆଉ ଯେଉଁ ପାଉଁଶ ମାଟି ମିଶାଇ ପୋତି ଦିଏ। ତାପରେ ପୁଣି କହିଲେ, ମାଣସାରୁର ଚାରା ତୁ କେଉଁଠୁ ପାଇବୁ? ମୁଁ ଦେଉଛି, ନେ। 100ଟା ମାଣସାରୁର ଚାରା ଶ୍ରୀ ଠାକୁର ତାକୁ ଦେଲେ। ସେ ସାଉଁତାଳି ଭକ୍ତଟି ସେ ଠାକୁର ଯେମିତି କହିଥିଲେ ସେମିତି ହିଁ କଲା। ଦେଖୁ ଦେଖୁ ସେ ଯେଉଁ ସାରୁ ଗଛ ତାର ପୁରା ପୁରଷ୍ଟିଆ ହେଇ ସୁନ୍ଦର ଭାବେ ଗଛ ବାହାରିଲା। ତାପରେ 3 ମାସ ଭିତରେ ସେ ଦେଖିଲା, ସାରୁ ଖୋଳିଲା ଯେ 2.5 ହାତରୁ 3 ହାତ ଭଳି ଲମ୍ବା ଆକାରର ମାଣସାରୁ ତା ବଗିଚାରେ ଫଳିଛି। ସେତେବେଳେ ସେଇ ମାଣସାରୁ ଭିତରୁ ଦେଖିଲା ସବୁଠୁ ଯେଉଁଟା ବଡ଼ ସାରୁ, ସେ ବଡ଼ ଖଣ୍ଡେ ଦେଖି ଠାକୁର ବାଡ଼ି ନେଇ ଯାଇ ଭକ୍ତଟି ଆସି ହାଜର ହେଲା ଠାକୁରଙ୍କ ପାଖରେ। ଶ୍ରୀ ଠାକୁର ମାଣସାରୁ ଦେଖି ଖୁବ୍ ଖୁସି ହେଲେ, ପଚାରିଲେ, କ'ଣ ଖବର? ଭକ୍ତ କହିଲା, ଠାକୁର ତୁମେ ମୋତେ ଯାହା ବି କରିବାକୁ କହିଥିଲ ମୁଁ ସେଇଆ ହିଁ କରିଛି। ସେତେବେଳେ ଠାକୁର କହିଲେ, ମାଣସାରୁ ବି ମୋର, ସେ ପାଉଁଶ ବି ମୋର। ଭକ୍ତ କହିଲା, ହଁ ଠାକୁର ସବୁ ତୁମର, ମୁଁ ବି ତୁମର, ମୋର ଘର ବାଡ଼ି ବି ସବୁ ତୁମର। ଶ୍ରୀ ଠାକୁର କହିଲେ, ତାହେଲେ ତୁ ଗୋଟିଏ କାମ କର, ଯେଉଁ ମାଣସାରୁ ହୋଇଛି ସେସବୁ ବିକ୍ରି କରିଦେ। ବିକ୍ରି କରି ଯେଉଁ ଟଙ୍କା ପାଇବୁ ତାହା ମୋ ପାଖକୁ ଆଣିବାକୁ ପଡ଼ିବ ନାହିଁ। ସେଇ ଟଙ୍କାରେ ତୁ ଗୋଟିଏ ବ୍ୟବସାୟ ଆରମ୍ଭ କରିବୁ। ବ୍ୟବସାୟ ଫଳରେ ଯେଉଁ ଟଙ୍କା ପାଇବୁ ସେଇଥିରେ ହିଁ ଇଷ୍ଟବୃତ୍ତି କରିବୁ। ଶ୍ରୀ ଠାକୁରଙ୍କ କଥାରେ କିଛି ଦିନ ଭିତରେ ସେ ଗୋଟେ ବ୍ୟବସାୟ ଆରମ୍ଭ କଲା। ତାପରେ ଇଷ୍ଟବୃତ୍ତି ଠିକ୍ ଭାବେ କରିବାକୁ ଲାଗିଲା। ତାପରେ କିଛି ଦିନ ପରେ ସେ ଗୋଟେ ବିରାଟ ବଡ଼ ପକ୍କା ବ୍ୟବସାୟୀ ହୋଇଗଲା। ତେଣୁ ଇଷ୍ଟବୃତ୍ତି ମାନେ ହେଉଛି ଇଷ୍ଟଭରଣ, ଇଷ୍ଟଙ୍କୁ ଦେବାର ଆଗ୍ରହ। ତାଙ୍କୁ ନ ଖୁଆଇ ମୁଁ ଖାଇଲେ ମୋତେ ଭଲ ଲାଗେ ନାହିଁ। ଗୁରୁଙ୍କୁ ପ୍ରତିଦିନ ସକାଳୁ ଉଠି ଧୁଆଧୁଇ ହୋଇ ପରିଷ୍କାର ହୋଇ ଧ୍ୟାନ ସ୍ମରଣ କରି ଭକ୍ତି ଭାବରେ କିଛି ଅର୍ଥ ନିବେଦନ କରିବା, କିନ୍ତୁ କୌଣସି ସ୍ୱାର୍ଥ ନଥାଇ ତାପରେ ମାସ ଶେଷରେ ଆଶ୍ରମକୁ ପଠାଇବା। ଏହି ଅଭ୍ୟାସ ରଖିଲେ ମଣିଷ ବିଭିନ୍ନ ସମସ୍ୟା ବିପଦରୁ ରକ୍ଷା ପାଇଥାଏ। ତେଣୁ ସମସ୍ତେ ସବୁ କାମ ପକାଇ ଦେଇ ପ୍ରଥମେ ସକାଳୁ ଆଗ ଇଷ୍ଟବୃତ୍ତି ବନ୍ଦ କରନ୍ତୁ ନାହିଁ। ଯେତେ ସବୁ ଭାଇମାନେ ମାମାନେ ଦୀକ୍ଷା ନେଇଛନ୍ତି, ଇଷ୍ଟବୃତ୍ତି ହେଉଛି ଅମୋଘ ଅସ୍ତ୍ର। ତେଣୁ ଏଇ ଭାଇଟା କେମିତି ଭାବେ ସେ ମାନେ ଗୋଟେ ପକ୍କା ବ୍ୟବସାୟୀ ହେଇଗଲା ଠାକୁରଙ୍କ କଥାରେ। ତେଣୁ ଇଷ୍ଟବୃତ୍ତି କେତେ ବିପଦକୁ ସେ ଅଟକାଇ ଦେଇଥାଏ। ତେଣୁ କେବେ ବି କେହି ଇଷ୍ଟବୃତ୍ତି ଛାଡ଼ନ୍ତୁ ନାହିଁ, ସମସ୍ତେ ଇଷ୍ଟବୃତ୍ତି କରନ୍ତୁ। ଭଗବାନ ଆମକୁ ସବୁ ଦେଇଛନ୍ତି, ତେଣୁ ଇଷ୍ଟବୃତ୍ତି କେତେ କ'ଣ ବିପଦରୁ ଆମକୁ ଯେଉଁ ରକ୍ଷା ମିଳିଥାଏ। ତେଣୁ ଏଇ ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଗୋଟିଏ ଲାଇକ୍ କରିବେ। ସମସ୍ତଙ୍କୁ ଜୟଗୁରୁ, ଭେରି ଭେରି ଜୟଗୁରୁ।